ରାତିରେ ଜଣେ ଦୋକାନୀ ତାଙ୍କ ଦୋକାନକୁ ବନ୍ଦ କରି ଘରକୁ ଗଲାବେଳେ ଗୋଟିଏ କୁକୁର ପାଟିରେ ଏକ ବ୍ୟାଗ୍ ଧରି ଟଙ୍କା ଏବଂ ସଉଦା ତାଲିକା ଧରି ଆସିଥିଲା। ଦୋକାନୀ ଟଙ୍କା ନେଇ ସଉଦା ତା ବ୍ୟାଗ୍ରେ ରଖିଦେଲା। କୁକୁର ବ୍ୟାଗ୍କୁ ଧରି ଆଗକୁ ଚାଲିଲା। ଦୋକାନୀଟି ଆଶ୍ଚର୍ଯ୍ୟ ହୋଇ ଭାବିଲା, ଏତେ ବୁଦ୍ଧିମାନ କୁକୁର କାହାର? ତେଣୁ ସେ କୁକୁରକୁ ଅନୁସରଣ କଲା। କୁକୁର ଏତେ ବୁଦ୍ଧିମାନ ଥିଲା କି ବସ୍ ଷ୍ଟପ୍ରେ ଯାଇ ଛିଡ଼ା ହୋଇଗଲା। କିଛି ସମୟ ପରେ ଏକ ବସ୍ ଆସିଲା। ସେ ବସ୍ରେ କୁକୁରଟି ଚଢ଼ିଗଲା। ତା ବେକରେ ବେଲ୍ଟରେ ଥିବା ଛୋଟିଆ ବ୍ୟାଗ୍ରେ ଟଙ୍କା ଏବଂ ଠିକଣା ଥିଲା। କଣ୍ଡକ୍ଟର ଟଙ୍କା ନେଇ ବସ୍ ଟିକଟ କୁକୁରର ବେକରେ ଲାଗିଥିବା ଛୋଟିଆ ବ୍ୟାଗ୍ରେ ରଖିଦେଲା। ଷ୍ଟପ୍ ଆସିବା ମାତ୍ରେ କୁକୁରଟି କବାଟ ପାଖକୁ ଯାଇ କଣ୍ଡକ୍ଟରକୁ ସଂକେତ ଦେବା ପାଇଁ ଲାଞ୍ଜକୁ ହଲାଇଲା ଏବଂ ବସ୍ ଅଟକିବା ମାତ୍ରେ ସେ ତଳକୁ ଓହ୍ଲିଲା ଏବଂ ଆଗକୁ ଚାଲିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଦୋକାନୀର କୌତୂହଳ ବହୁତ ବଢ଼ିଯାଇଥିଲା। ଏବେ କୁକୁର ଗୋଟିଏ ଘର ସାମ୍ନାରେ ରହିଲା। ଘରର କବାଟ 2-3 ଥର ଖଟଖଟ କଲା। ସେ ଘର ଭିତରୁ ଏକ ଲୋକ ବାଡ଼ି ନେଇ ଆସିଲା ଆଉ କୁକୁରକୁ ପିଟିଲା। ଦୋକାନୀଟି କୁକୁରକୁ ମାରିବାର କାରଣ ପଚାରିଲା। ସେହି ବ୍ୟକ୍ତି ଜଣକ କହିଲା, ଆରେ ସେ ତ ଚାବି ତା ସହିତ ନେଇଥିଲେ ହେଇଥାନ୍ତା, ବେକାରଟାରେ ମୋ ନିଦକୁ ଖରାପ କରିଦେଲା। ଶିକ୍ଷା ଏହା ହେଉଛି ସତ୍ୟ ଯେ ତୁମେ କାହା ପାଇଁ ଯେତେ ବି କର, କିନ୍ତୁ ଲୋକମାନେ ତୁମ ଉପରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହୋଇପାରିବେ ନାହିଁ। ତେଣୁ ଲୋକଙ୍କୁ ଖୁସି କରିବା ପରିବର୍ତ୍ତେ ଆମେ ଭଗବାନଙ୍କୁ ଖୁସି କରିବା ଉପରେ ଧ୍ୟାନ ଦେବା ଦରକାର।